ବର୍ତ୍ତମାନ 11 ଏଠିକି ଆସିଛନ୍ତି 7 8 ଗୋଟେ ଆସିଛି ସେଟା କିଏ ଗୋଟେ କାଣ୍ଟା କଟା କଲା ବୋଲି ତାକୁ 8 ଆସିଛନ୍ତି ବାହାରେ ଗୋଟେ କାହାକୁ ଧରି ଦେଇ ପଳେଇ ଆସିଛନ୍ତି। ଆଙ୍କ ଏଇ ଯୋଉ 1 ଆଉ 3 ମଝିଟା ସେ ମଝିରେ ଆପଣ ବୁଝିପାରିଲେ ଏଇ ଯୋଉ 1 ଧରିଛନ୍ତି 1 ଢାଟା 3 ନମ୍ବର 8 ଏଇଟା ଯୋଉଟା ମୁଁ ପାଖରେ ଆସିଲି ନା ଓ 7 ସିଏ 3 ୟା ମଝିରେ ଗୋଟେ 2 ଅଛି। ଆପଣ ପ୍ରତି ବର୍ଷ ଛୁଆ ହୁଏ ନା ମାନେ ଆଉ ପୁଣି ଆଉ ତା କମ ପୂର୍ବରୁ 1.5 ବର୍ଷ ପାଖାପାଖି ପଡିବ ଗୋଟା ପରେ ଗୋଟା ଡିଫରେନ୍ସ ଆଉ କାହିଁକିନା ନବମ ପଢିଲା ପରେ ମୁଁ ଆଉ ଗୋଟେ ଛୁଆଟା ନଜର ରଖି ପାରୁନି କହିଲି ବଡ ପୁଅଟା 4-5 ଦିନ କୁଆଡେ ପଳେଇ ଚେନ୍ନାଇ ପଳେଇଲା ବୋଧେ କହୁଥିଲା ମାନେ ସେ ହାତ ଟାୟାର ଦୋକାନ ଦେଇଛି ମାନେ ସେ କୁଆଡେ ପଳେଇ ଯାଉଛନ୍ତି ଆପଣ ତାର ଆସିବେ ଛୁଆ ତ ଆଉ ମଣିଷ କୁକୁର କାଉ ଥରେ ଜନ୍ମ ହେଇଗଲେ ମାରି ନ ପାରିବ ଆଉ ତାପରେ ସାର୍ ଆଜିକାଲି ଦିନରେ ବଡ କଥା କଣ କି ଏଇ ଆଣିଲା ମତେ ଏଇ ଆଲୋ ଓହୋ ସିଏ ଅସଜଡ଼ା ଲୋକକୁ ଇଏ ମାଲ କହୁଛି ସାର୍ ଟିକେ ତୁ ଆପଣଙ୍କର କିଏ ଅଛନ୍ତି ତୁ ଛୁଆଟାକୁ ଧରନ୍ତେ ଖାଲି ଅତି ତୁଣି କାହିଁକି ତା ମା ସାର୍ ଖାଲି ସେ ଗୋଟେ ମାଉଛି ତାଙ୍କ ସାଙ୍ଗରେ ଛୋଟ ପିଲା ଶଶର ଆଜ୍ଞା ଆପଣଙ୍କ ଘରେ ବି ଛୋଟ ପିଲା ଥିବେ ସାର୍ ଆପଣଙ୍କ ଘରେ ବି ଛୋଟ ପିଲା ଥିବେ ଏଗୁଡ଼ା ମୋ ଜୀବନ ସମସ୍ତଙ୍କ କହିଲି ଗୋଟେ କଲେ ଆମର 11ଟା କଲେ ପୁଣି ଆଉ ଗୋଟେ ପାଟିଛନ୍ତି 12 କଲେ ଆଉ ତ ଅଦାଲତକୁ ଡକା ହେଇଥିଲା ଆପଣ କି ଛୁଆମାନଙ୍କୁ କାହିଁ ଧରିକି ଆସିଥିଲେ ଛାଡ଼ିବେନି ପରା ମୁଁ ପରା ଇଏ ବଗି ଇଏ ଛାଡ଼ିବେ ନାହିଁ ଏଇ ଯୋଉ 3 ନମ୍ବର ଗଳିଗଲା ଗୋଡ ଧରିକି ଶୋଇଲା ବାପା ଜଣେ ଅଳି କଲାରୁ ଆଉ ଜଣେ କହିଲା ଏତିକି ଛୁଆକୁ ଆଣି ମୁଁ ଏଠି ଆପଣଙ୍କୁ ଯାହା ପଚାରିବେ କହିବି ନା ଛୁଆ ସମ୍ଭାଳି ମା କୁ ଆଣିବାକୁ ପଡିଲା ମା ଆସିଲା ମାନେ ସେ ଅତି ଛୋଟଟା ଆସିବ ଯୋଉ 8 ମାସ ହେଇଛି ଅସଜଣା ମଣିଷ ଛୁଆଟା ଧରିକି ଆଇଛି ଯାହା ହଉ ଇଏ ସେ ନେଇକି ଗଲେ ଆପଣଙ୍କର ମ୍ୟାଡାମ ତାଙ୍କୁ ଧନ୍ୟବାଦ। ଆଚ୍ଛା ଆପଣ ଏତେ ଛୁଆମାନଙ୍କୁ ଜନ୍ମ କଲେ ମୁଁ କଣ ସିଏ ଆପଣ ତାର ରେସ୍ପନ୍ସିବିଲିଟି ନେଲେ ମୁଁ କଣ ରେସ୍ପନ୍ସିବିଲିଟି ଆପଣ ଯୋଗ୍ୟ ଛୁଆଟେ ନା ନାଇଁ ଆପଣ ଭାବିବେ ଏମାନଙ୍କର ଭବିଷ୍ୟତ କଣ ଆପଣ କଣ ଗୋଟେ ଭବିଷ୍ୟତ ଚିନ୍ତା କରି କରିଥିବେ ଯେ ବର୍ତ୍ତମାନ ଭବିଷ୍ୟତ କଣ ଖେଳ କରିଯାଅ ବୀର କରି ସବୁ ଛୁଆ ଆମର ସରକାରୀ ଖାଲି ମୁଁ ଡାକ୍ତର ପାଖରେ ଯାଇ କହିବି ମୋ ମିସେସ୍ ତାଙ୍କି ସାଙ୍ଗେ ସାଙ୍ଗେ କାଗଜ ପତ୍ର ତା ପରଦିନ ପାଖକୁ ଛତୁଆ ପରଦିନ ପାଖକୁ ଛତୁଆ ଜନ୍ମ ହେଲା ଇଞ୍ଜେକ୍ସନ ପାଖରୁ ମାକୁ ଛତୁଆ ଛୁଆକୁ ଛତୁଆ ତାପରେ ସ୍କୁଲ ଗଲା ଅଙ୍ଗନବାଡି ଛତୁଆ ଅଣ୍ଡା ଭାତ ପ୍ୟାଣ୍ଟ ସାର୍ଟ ଚଢି ବହି ପତ୍ର ଖାତା ପିପି ସ୍କୁଲ ଗଲା ଖାତା ପତ୍ର ବହି ପ୍ୟାଣ୍ଟ ସାର୍ଟ ଖାଇବା ସବୁ ସରକାର କଲେ ତାପରେ ସାଇକେଲ ତାପରେ କମ୍ପ୍ୟୁଟର 8ମ ଶ୍ରେଣୀ ଯାଇ ମ୍ୟାଚ ଡେରେ ପାସ୍ ବାପା ମା ହାତ ଦେଇ ତ ଛୁଆ ଆପେ ବଢିବେ 8ମ ଶ୍ରେଣୀ ପରେ କିଏ କାହାର ସୂତା ଛିଡେଇକି ମାର ଯା ପଳା ତା ଚେନ୍ନାଇ ଫେନାଇ ପଳା ଟାୟାର ଦୋକାନ କର କୁକୁଡ଼ା ଦୋକାନରେ ରୁହ ଜୀବନ କଣ ବାପା ତା କାମ କରିଦେଲା ଏଠି ତମେ ତମ କାମ କର ବାପାକୁ ଦିଅ ଆଣି ଠିକ ନା ମାନେ ଆପଣ 8ମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ପାଳିଲେ ଆପଣଙ୍କ ଛୁଆକୁ 8ମ ଶ୍ରେଣୀ ପରେ ସେ ଟାୟାର ଦୋକାନ କୁକୁଡ଼ା ଦୋକାନ ଯୋଗ୍ୟ ହେଇଗଲାଣି ଟାୟାର ଦୋକାନ ଗୋଟେ ଛୁଆ ଡେଲି ଆଣିବ ମତେ 500 700 1200 ଆଣି ଫିଙ୍ଗୁଛି ବାପା ମୁହଁରେ ଦେଖନ୍ତୁ ଛୁଆର ବୟସ କେତେ ହଉ ଯା ମୋର ଏଠାରେ ମତେ 14 ଖଣ୍ଡେ 15 ଖଣ୍ଡେ ହଉ 3 ଖଣ୍ଡେ ତାର ପାତିଆ ଅଛି ସ୍କେଲ ପଟା ଯା ଏଠୁ କାମ ପାତିଆ ଗୋଟେ ପାଳ ଚେନ୍ନାଇ ପଳେଇଲାଣି କୋଉଠି ଚେନ୍ନାଇ ପଳେଇଲାଣି ଆଚ୍ଛା ଇକବାଲ ବାବୁ ଆଜ୍ଞା ଆପଣ କଣ ଭାବିକି 11ଟା ଛୁଆ ଜନ୍ମ କଲେ ସିଏ ତ ବହୁତ କଥା ଆଜ୍ଞା ସେଭଳିଆ ଯଦି ମୁଁ କହିବି ଆଜ୍ଞା ଆପଣ ବିଶ୍ୱାସ କରିବେ ନାହିଁ ପ୍ରଥମ କଥାଟି ହଉଛି ମୋର ମନେ ପଡୁଛି ଯେତେବେଳେ ବାହାଘର ବେଦୀ ଉପରେ ମୁଁ ବସିଥିଲି ଏ ଗୋଟେ ପୂଜାର ଗୋଟେ ନିୟମ କଣ ଅଛି ସେଥିରେ ଶ୍ୱଶୁର ଆସିକି ମତେ ହାତ ଧରି କାନ୍ଦିଲେ ଲୁହ ସମ୍ବରଣ କରିପାରିଲିନି ମୁଁ କହିଲି କଣ ହେଇଛି ଝିଅ ଯଦି ଦେବେ ନାହିଁ ରଖିନି ବାହାଘର ତ କରିସାରିବେଣି ଝିଅ ତ ଦେବେ ଆଉ କାନ୍ଦା କଟା କଲେ ମୁଁ କଣ କରିପାରିବି ମୁଁ ତ ମାଲେ ରିଟର୍ଣ୍ଣ କରିପାରିବିନି ଆପଣଙ୍କର ବୁଝି ନାହିଁ ନା ବାପାରେ ମୋ ଝିଅ ରିଟର୍ଣ୍ଣ କରିପାରିବି ମାନେ ଝିଅ ମୁଁ ତ ଆଉ ବାହା କହିବରେ ସେଟା ଫେରେଇଦେବି ମାଲ ସେ କହିବେ ଆପଣ ଖଟ ଫଟ ଏଗୁଡା ସବୁ ସେଗୁଡା ଟ୍ରକରେ ଲୋଡ ହେଇଥିଲେ ଆପଣ ଭାବିଲେ ସ୍ତ୍ରୀ କି ମାଲ ଆଉ ଅଛି ଏଇଟା ପାପା ମନ ଆପଣଙ୍କର ମୁଁ କହୁଛି ଯୋଉ ଟ୍ରକ କଦଳୀ କାନ୍ଦି ଯୋଉ ସଫା କପା ଜିନିଷ ପଛରେ ବାହାଘର ସାଙ୍ଗରେ ଏକାଥରେ ପଠେଇଦେଲେ ଝିଅକୁ ଯିବ ନା ଝିଅ ସରିଗଲାଣି ପରା
ମୁଁ କାଟି ନେଲେ ଏଇ ଯୋଉ ଠିକ ଅଛି କଣ ପାଇଁ କାଟିଲେ? ସେଇ ସମୟରେ ମତେ କହିଲେ ଝିଅର ଦୋଷା ଦୋଷ କ୍ଷମା କରିଦ। ଝିଅର ଦୋଷା ଦୋଷା କେତେ? ଲୋକ ଭାବନ୍ତି ମତେ 10 ଦୋଷ ନା 10 ଦୋଷା 100 ତାମାନେ ଜୀବନ ଯାକ ତମ ଝିଅ ଭୁଲ କରିବା କ୍ଷମା କରିଚାଲ ଦବୁ। ଆଉ ମୋ ଝିଅ ଭାରି ଅଲିଅଳରେ ବଢିଛି ମୁଁ ଆଉ କୁହେଇ ଦେଲି ତମ ଝିଅ ଅଲିଅଳରେ ବଢିଛି ତ ନା ମୁଁ ତମ ମୁଣ୍ଡ ଛୁଇଁକି ବେଦୀ ଉପରେ କଥା ଦଉଛି ତମ ଝିଅର ପେଟ ଖାଲି ରଖିବି ନାହିଁ। ଗୋଟେ 8 ମାସ ଆଉ ଗୋଟେ ଆସିକି 7-4 ମାସ ଖଣ୍ଡେ ହେଲାଣି। ତାର ମାନେ କଣ ସେଇଆ? ଆଉ କଣ ପେଟ ନା ହେଟା କଣ ହେଟା ଆଉ କଣ? ଓ ପେଟ ତ ଖାଲି ରହିବ। 2 ନମ୍ବର କଥା ସାର୍ ସବୁଠାରୁ ଇମ୍ପୋର୍ଟାଣ୍ଟ ଏଇଟା ମତେ ମୁଣ୍ଡକୁ ଲାଗିଲା। ତାର ବାହାଘର ହେଇଗଲା ଆପଣ ବିଶ୍ୱାସ କରିବେ ସାର୍ 6 ମାସ ଯାଏ ପିଲାପିଲି କିଛି ନାହିଁ। 6 ମାସରେ କେମିତି ପିଲାପିଲି ହବ? ମୁଁ କଣ ଖଟୁନି ନା ଆରେ ଖତୁରେ 6 ମାସ ଭିତରେ ପିଲାପିଲି ମତେ ଲାଗିଲା ମିଶିନି ପୁରା ମୁଁ ଧାଇଁ ଆସି ମୋର ଟାର୍ଗେଟ ମୋ ବାପାଙ୍କର 7.5 ଭାଇ 13 ବୋହୂ 20। ମୋ ଜେଜେମା ବାପାଙ୍କର ଜେଜେମା କହିଲା ଯେ ଆହୁରି 3ଟା ମରିଛନ୍ତି 25 ଛୁଆ ତାହେଲେ ଗାନ୍ଧାରୀ କେତେ ବାଟ? ମୁଁ କହିଲି ସାର୍ ମୁଁ କୋଉ ଘରର ଛୁଆ? ଆପଣ ସାର୍ ବିଶ୍ୱାସ କରିବେନି ହସି ହସି ଗଡ଼ିଯିବେ ସାର୍। ଯୋଉଦିନ ଇଆର ମୋର ବାହାଘର ବେଦୀରେ ହାତ ଗଣ୍ଠି ପଡୁଛି ମୋ ଶାଶୁଙ୍କର ପେନ୍ ହେଲା ପିଲା ଜନ୍ମ। ମାନେ ଆପଣଙ୍କର ଯୁଆଡେ ସବୁ ନା ଶୁଣ ଝିଅର ବାହାଘର ଶାଶୁ ପିଲା ଜନ୍ମ ଲୁଚେଇକି ରଖିଲେ କିନ୍ତୁ ବାହାଘରଟା ବନ୍ଦ ହାତ ଗଣ୍ଠି ପଡିଗଲା ହେଲା। ତାପର ମୋର ସେକେଣ୍ଡ ଶାଶୁଙ୍କର 2 ଜଣଙ୍କୁ ମୁଁ ନେଇକି ଟୀକା ଦେବା ନେଇକି ନେଉଥିଲି ଗାଡି। ମାନେ ଶାଶୁ ଏବଂ ତାଙ୍କ ଝିଅ କୋଉ ବଂଶର ପିଲା ଥରେ ଚିନ୍ତା କରନ୍ତୁ ବଂଶ ବଢେଇ ବଢେଇ ଚାଲିବ। ଇଏ ହଉଛି ମୋର 2 ନମ୍ବର କାରଣ। ତାପରେ ଏବେ ଗୋଟେ ଟିଭିରେ କୋଉ କାର୍ଯ୍ୟକ୍ରମ ଦେଖୁଥିଲି ଏଇ ଆପଣଙ୍କର ଏଇ କାର୍ଯ୍ୟକ୍ରମଟା ଏଇଥିରେ କିଏ ଗୋଟେ ଆସିବ ଗୋଟେ ବଢିଆ କଥା କହିଲା ମୁଁ ଠିକ ପଚାରୁନା ସାର୍ କଣ ସିଏ ଆପଣ ଜଣେ ଆଶ୍ଚର୍ଯ୍ୟ ହେବେ କହିବେ ଏଇଟା ମତେ ପାଦୁଳି ନେଇଯିବେ ମୋର। ପୃଥିବୀରେ ସବୁଠାରୁ ବର୍ତ୍ତମାନ ଯଦି ଦାମିକିଆ ଚିନ୍ତାଧାରାର ଲୋକ ସେ ଯୋଉ ଟେସ୍ଲା କାର୍ଡ ଯିଏ କରିଛି ଏଲୋନ ମସ୍କ ଡ୍ରାଇଭର ଦରକାର ନାହିଁ ସେ ଗାଡିରେ ଆପଣ ବଚେଇ କହିବେ ମତେ ନେଇକି ଚାଲ ଶହୀଦନଗର ଚା ଦୋକାନ ଆପେ ପହଞ୍ଚେଇବ ଗାଡି ଘୋଡା ସେ ଆକାଶ ସୂର୍ଯ୍ୟ ମଙ୍ଗଳ ଫଙ୍ଗଳ ଆଡେ ଆମକୁ ବୁଲେଇବା ନେଇକି ନବ ଯୋଜନା ଚଲିଛି ଏଲୋନ ମସ୍କ। ତାର କେତେଟା ଛୁଆ ଏବେ ନାଓ ଇନ୍ ପୃଥିବୀ ଏଲୋନ ମସ୍କ ଟେସ୍ଲା ମାଲିକ 12ଟା ଛୁଆ ତାର କଣ 12ଟା। ସିଏ କହିଛି ଯେ ଯେପର୍ଯ୍ୟନ୍ତ ତମେ ଭାବୁଛ ଯେ ତମର ପରିଚୟ ଏଇଠି ବଞ୍ଚିକି ରହିବା ଦରକାର ସେତିକି ପିଲା ଜନ୍ମ କର। ବୁଝିପାରୁଛନ୍ତି? କାରଣ 12ଟା ଛୁଆ ତାର ଏଲୋନ ମସ୍କର ମୁଣ୍ଡରୁ ଅଧା DNA ଅଧା ନେଇକି ଜନ୍ମ ହେଇଥିବେ ଆହୁରି 12ଟା ଅଧା ଏଲୋନ ମସ୍କ ଜନ୍ମ ହେଇଛି। ହଁ ନା ମୁଁ କାହିଁକି ବନ୍ଦ କରିବି ଫଳଟା ଗଛରେ ଚୋଟ ଲଗେଇବି ପାପ ମୋ ଶ୍ୱଶୁରକୁ ଯୋଉ କଥା ଦେଇକି ମୁଁ ଆସିଲି ଭାଇ ଜମିର ଭ୍ୟାଲୁ ରହିବ ଠିକ ନା ନାଇଁ ଏଇଥିପାଇଁ ଜନ୍ମ କରି। 4 ନମ୍ବର ପଚାରନ୍ତୁ ଆଜିର ଯୁଗରେ ସୁଖୀ ପରିବାର ଯାହାଙ୍କର ପିଲା ପଣେ କେତେ? ପଣେ ମାନେ କେତେ? 80ଟା ମାନେ 80ଟା ଯାହାର ଛୁଆ। ମୋର ସେତିକି ସୌଭାଗ୍ୟ ନାହିଁ ଯାହାର ସ୍ୱପ୍ନ ଅଛି ମାନେ ପଛେ ଇଏ ମରି ମାରି ଜୀବ ଜନ୍ମ କରୁଛୁ ଆଉ ଗୋଟେ ଭାଇ କିନ୍ତୁ 100 ସ୍ୱପ୍ନ ମୋ ସ୍ୱପ୍ନକୁ ପୂରଣ କରେ ସେ କାରଣ ବିଶ୍ୱାସ କରିବେ ନାହିଁ। ଆଜିକାଲିଆ ସ୍ତ୍ରୀ ଲୋକ ଏ ଯୋଉ ଘରେ ଯୋଉଟା ବ୍ରଏଲର କୁକୁଡା ଭଳିଆ ରହୁଛନ୍ତି ଖରା ପଡିଲେ ନାଲିଆ ପଡି ଯାଉଛନ୍ତି ଆଉ ଇଏ ବେଶୀ ଏସିରେ ଶୋଇପଡିଲେ ଗୁଡା ବ୍ଲୁ ଦେଖାଯିବ ଗୁଡା ବ୍ରଏଲର କୁକୁଡା ଯାହା ସେଇଆ ଗୋଟେ ଜନ୍ମ ପରେ ସେ ଗୋଟେ ଜନ୍ମ ମା ହଉନାହାନ୍ତି ଏଗୁଡା ଜନ୍ମ କରା 206 ଖଣ୍ଡ ହାଡ ମଣିଷର ଭାଙ୍ଗିଲେ ଯେତିକି କଷ୍ଟ ଗୋଟେ ସ୍ତ୍ରୀ ଲୋକ ପିଲାଟେ ଜନ୍ମ କଲେ ସେତିକି କଷ୍ଟ ପାଏ ଯୋଉଥିପାଇଁ ସେ ମାର ଗର୍ବ କରେ। ଆଜିକାଲି ଯାଉଛନ୍ତି ପେଟଟାକୁ କାଟିଦେବି ଛୁଆଟାକୁ ଏମିତି ଖୋଲି ଆଣୁଛନ୍ତି କଣ ଯେ ମାଛ ପେଟରୁ ମଞ୍ଜି ଖୋଲିଲା ଭଳିଆ ତାପରେ ପୁଣି ସିଲେଇ କରିଦଉଛନ୍ତି ଜିନିଷ ରେଡି ଯା। ଇଏ ମା ତା ବାଦରେ 2ଟା ଛୁଆ କରିବେ ନାହିଁ କାହିଁକି କହିଲେ ସିଏ ବୁଲାବୁଲି ମୋବାଇଲ ଗୋଟେ ପିଲାକୁ ବହୁତ ଟର୍ଚର କରିବ ନା ବାପା ନା ଗୋଟାରେ 4ଟା କ୍ଲାସ୍ କହିଦଉଛନ୍ତି କହୁଛନ୍ତି ନା ନାଇଁ। ଇଏ ସକାଳ ଏମିତି ପେଟାକି ତାର ଡାକ୍ତର କହିଛନ୍ତି ଡେଟ୍ କଣ ଗୋଟେ ଡେଟ୍ କହିଥିଲେ ଫେବୃଆରୀ 14 ନା କଣ ପିତୃମାତୃ ପୂଜନ ଦିବସ ନା କଣ ସେ କାଲକିନ ଟାଇମରେ ମୁଁ ଭାବୁଛି ପିତୃମାତୃ ପୂଜନ ଦିବସ ମୋ ଛୁଆ ବାପା ମାକୁ ପୂଜା କରିବି ସେ ଭାଲେଣ୍ଟାଇନ ଡେ ନୁହେଁ ଆଉ ଭଲ ସୌଭାଗ୍ୟ ଆମର ଦେଖିବା 12-13 ଖଣ୍ଡେ ବାହା ହଉ ଠାକୁର କରନ୍ତୁ 12-13 ଖଣ୍ଡେ ବାହା ହଉ ଆଉ 150 ଖଣ୍ଡେ ଛୁଆ ଜନ୍ମ କରୁ ତା ବାପାର ନାଁରୁ ମତେ ଏମିତି ଡାକ୍ତର 14 ତାରିଖ କହିଛନ୍ତି
17 ତାରିଖ ହେଇଗଲାଣି ହଉନି। ଇଏ ତାର ଏମିତି ବୁଝିଛି ତାର ଘର କାମ କୋର ପାଣି କରିଦଉଛି, ମୁଲିଆ କାମ କରୁଛନ୍ତି ତାଙ୍କ ନେବା ଦେଇ ଦଉଛି, ଗୁହାଳ ଯାଇ ଗାଈ କାମ କରିଦଉଛି। ସକାଳୁ ଆମ ନଈ 2 କିଲୋମିଟର ବାଟ ହେଠି ଝାଡା ପଳଉଛି, ଚାଲା ବୁଲା। ମୁଁ କହିଲି ଇଏ ପବନ ଫବନ ପଶିଛି ବୋଧେ, ଛୁଆ ନାହିଁ। ଇଏ ସକାଳୁ ମତେ କହିଲା କଣ ଟିକେ ଯାଉନ ପକୁଡି ନା କଣ ଖାଇବା ନେଇ ମନା ହଉଛି, ବଜାରକୁ ଯାଇଛି ଆସିଲା ବେଳକୁ କହିଲା ଛୁଆ ନିଏ। ମୁଁ ଏଟା ଛୁଆ କୋଉଠି ରଖିଥିଲି ନା କଣ, ଏଇ ବାସନ ମାସିନି ହେଇଗଲା। ଇଏ ହଉଛି 100ର ଗ୍ୟାରେଣ୍ଟି, ମୁଁ ବି ତା ଉପରେ ରଖୁଛି। ଅଷ୍ଟମ ଶ୍ରେଣୀ ଯାଏ ସରକାର ସମ୍ଭାଳୁଛନ୍ତି, ଘଣ୍ଟା ଗଛରେ ଚୋଟ ମାରି ନାହିଁ, ଶଶୁରଙ୍କୁ କଥା ଦେଇଥିଲି ଏବଂ ମୁଁ ଏବଂ ମୋ ବଂଶ ବୁନିୟାଦକୁ ଆଗକୁ ନେଉଛି ମୁଁ। ତେଣୁ 11 କରିଛି, ଆର ବର୍ଷକୁ ଆସିବେ 10। ମୁଁ ତ ସରକାରଙ୍କୁ କହୁଛି ଗୋଟେ ଛୋଟ ସ୍କୁଲ କରିଦିଅ ମୋ ଘରେ। ମୁଁ ଘରଟି ସାରେ ଟ୍ରେନ୍ ଲାଇନ୍ ସାଇଡ୍, ପୁରା ଟ୍ରେନ୍ ଲାଇନ୍ ହେଇଛି ଆପଣ ସାରେ ମୋ ଏଜବେଷ୍ଟର ହେଇଛି। ରାତିରେ 12 ଥର ଟ୍ରେନ୍ ଯିବ, ଆପଣ ଯଦି ଶୋଇଥିବେ ନିଦଟା ଭାଙ୍ଗିଲା, ନିଦଟା ଭାଙ୍ଗିଲା ପରେ ପରିସ୍ଥିତି ଯିବେ, ଆସିଲା ପରେ ଇଏ ସାଇଟରେ ଥିବ। ଥରେ ଭାବନ୍ତୁ ଭୁଲ ହବ। ବାରମ୍ବାର ରାତିରେ ନିଦ ଭାଙ୍ଗିବ, 11 ଥର। ସିଏ ଗୋଟେ ପ୍ରମୁଖ କାରଣ। ରେଲୱେ ମିନିଷ୍ଟରଙ୍କୁ କହୁଛି, ସିଏ ବି ସାଉଣ୍ଡ ପ୍ରଦୂଷଣ କରୁଛି, ତାକୁ ବନ୍ଦ କରନ୍ତୁ। ଯଦି ଜନସଂଖ୍ୟା ବିସ୍ଫୋରଣ ବନ୍ଦ କର, ତାଙ୍କର ଭୁଲ ନୁହଁ। ଖାଇବା ଲାଗି ସନ୍ଧ୍ୟାବେଳଟା ଟେନସନ କିଛି ନାହିଁ। କସ୍ତୁରୀ ଛତୁଆ ଜାଣିଛନ୍ତି ନାଇଁ? କସ୍ତୁରୀ ଛତୁଆ ଏଇଠି କୋଉଠି ଲେଖା ହେଇଥିଲା, କସ୍ତୁରୀ। ଇଏ ବି ସେଇ ଛତୁଆ ସକାଳୁ ନେଇ ଆସୁଛି। ଗୋଟେ ଏଡି ଗୋଟେ ଡେଗିଚିରେ ଗୁଳା ହଉଛି। ଡେଗିଚି ନା ଦେଖିଛି ଆପଣ ଗାଡି କଣ କହୁଛି, ସେ ଡେଗିଚିରେ ଗୁଳେଇ ଦିଆହଉଛି। ଯେମିତି ଚୁଡା କଦମା ଦିଅନ୍ତିନି କି ପୁରୀ ଚନ୍ଦନପୁର ସେ ପାଖରେ ମେଣ୍ଢା ହୋଟେଲରେ ବୁଦା ସେଇଭଳିଆ ଗୁଳା କରିକି ପକେଇ ଦେଇଯାଉଛି, ଚୋରି ଯାଉଛନ୍ତି ଛୁଆ। ଆଉ ସେଥିରେ ସାର୍ ଭଲ ଅଛି, ଆପଣ ବି ସାର୍ ଖାଆନ୍ତୁ। ତା ଥରେ ଖାଇ ଦଉଛନ୍ତି, ଦିଟା ଯାଏ ମାଗୁନାହାନ୍ତି। କିଏ କୁଆଡେ ବୁଲୁଛ ଛତୁଆ ଖାଇଦେଇ ଛତୁଆରେ ସାର୍ ଭଲ ଗୁଣ କରି ସେଥିରେ ଚିନି ମିଶେଇବା ଦରକାର ନାହିଁ। ଚିନି ଖର୍ଚ୍ଚ କରୁଛି ନା ନାହିଁ, ସେ ଅଲରେଡି ମିଶେଇ ବାଟିକି ଦେଇଛି। ପ୍ରବଳ ଇଏ ସାର୍ ଏଇ ଯୋଉ ଆପଣ ବସନ୍ତୁ। ସାର୍ ସେଇଟା ଯୋଉଟା ମୋର ଅଷ୍ଟମ କରୁଛି ଲାଷ୍ଟଟା 8 ନମ୍ବରଟା ମତେ ପାଖରେ ନେଇଯାଉଛି। ମାନେ ସେ ଛୁଆଟି ଆପଣଙ୍କ ପାଖରେ ନେଇଯାଉଛି, କସ୍ତୁରୀ ଛତୁଆ ଖାଉଛି। ଓ କସ୍ତୁରୀ ଛତୁଆ ଖାଇକି ବଳ ପ୍ରବଳ। ମତେ ୟାର ବଳ ବେଳେ ବେଳେ ଦେଖିଲା ବେଳକୁ ଲାଗୁଛି ଇଏ ବି ଗୋଟେ କସ୍ତୁରୀ ଖାଉଛି। ସେଟା ମୁଁ ଜାଣିଛି ନା। ଆଉ ମାନେ 100 ଟାର୍ଗେଟ ପାଇଁ ଟର୍ଚର ଅଧିକା ସିଏ ମତେ କରୁଛି। ସିଏ ବର୍ତ୍ତମାନ ଆପଣଙ୍କୁ ଟର୍ଚର କରୁଛନ୍ତି ନା? ଆରଟା 100 ଗାନ୍ଧାରୀ। ଓହୋ, କଥା ତାର ଜନ୍ମ କରିବ 100 ପୁରାପୁରି। ପାଠ ମୂର୍ଖ ପଢୁ, ପାଠ ପଢନ୍ତି କିଏ? ମୂର୍ଖ ଆପଣ ମାନେ ଚାକିରି କରିବେ। ଚାକିରି କଣ? ଏ ଗୋଟେ ବାଉଁଶ ନଳୀରେ ପଶିଲେ 25 ବର୍ଷରେ। ମୁଁ ପୁଣି ଥରେ ଜଣେଇ ଦେବା ପାଇଁ ଚାହୁଁଛି, ଏ ଯୋଉ ଅଭିଯୁକ୍ତ ଅଛନ୍ତି ଏକମ୍ ସେଠୀ, ଯାହାଙ୍କର ନାମର ଅଭିଯୋଗ ହଉଛି, ସେ ଇଏ ଅଭିଯୋଗ କରୁଛି ଖାଲି ଅଭିଯୋଗ ହଉଛି। ମୋ ଛୁଆ, ମୋ ଜିନିଷ, ମୋ ଜମି, ମୋ ଲଙ୍ଗଳ, ମୋ ଫଳ। ଆପଣ ଅଭିଯୋଗ ଆପଣ ଘରେ ପୁଅ ଛୁଆ ଯେ ମାଗିକି ଖାଉଛନ୍ତି। କି କଥା ଅଭିଯୋଗ କହିଲେ କଣ ଅଭିଯୋଗ କହୁଛି? 11ଟି ଛୁଆ ଆପଣଙ୍କର ବର୍ତ୍ତମାନ ଆପଣ 12 ହବ ଆଙ୍ଗୁଳି ଦେଲେ ପୁଅ। ଏଇ ଯୋଉ ଆମର ଇଏ ଜଣେ ଲେଡିଜ ପାଖକୁ ଯାଏ, ମାଙ୍କ ପାଖକୁ ବାଇ ଲକ୍ଷ୍ମୀ, ସିଏ କହିଛନ୍ତି ପୁଅ ହବ 12। ସେ ଯୋଉ 12 ନମ୍ବରଟା ସାରିଛି, ଯୋଉ 7ମ 8ମ 9ମ ସେଇ 12 ଆଗେ ଦ୍ୱାଦଶ ସନ୍ତାନଟି ପୁତ୍ର ହବ। ଆପଣ ହିଁ ସାର୍ କହିଲେ ପୁତ୍ର। ଫୁଟବଲ ଟିମ୍ କରିଦେବେ ଆପଣ। ମା ମଙ୍ଗଳା ତାର ଆଶା ଥିଲା ଫୁଟବଲ ଟିମ୍ କରିବା, ସାଙ୍ଗେ ସାଙ୍ଗେ ଡାକିଦେଲା। ମା ମଙ୍ଗଳା ଶୁଣୁତୁ ଭଲ। ଆଚ୍ଛା, ଯୋଉ ପିଲାମାନେ ଆପଣଙ୍କର ଯୋଉ ପିଲାମାନେ ଅଛନ୍ତି, ଆଚ୍ଛା ସେମାନଙ୍କର ଭବିଷ୍ୟତ କିଛି ଚିନ୍ତା କରୁଛନ୍ତି ନା? କେବଳ ଚିନ୍ତା କରୁଛନ୍ତି କି ପୁରା ଉଜ୍ଜଳ ସାରେ। ଫାଷ୍ଟ ଦିଟା ଏଗୁଡା ସାରା ହେଲେନି। ଫାଷ୍ଟ ମୁଁ କହିବି ନା, ଆପଣ କେତେବେଳେ ସାରେ ମୁଁ ତ କହି ଏଇ ଯୋଉ ଖରାପ ହେଇଯାଉ ଇନଫେକ୍ସନ, ସେଇଟା ଯଦି କେତେବେଳେ ହବ ଦେଖିବେ ଆପଣଙ୍କୁ ଡାକ୍ତର କହିବେ ମଝିମୁତ ଅଫ୍ ଦି ୟୁରିନ୍, ମିଡିଲ ଷ୍ଟ୍ରିମ୍ ଅଫ୍ ଦି ୟୁରିନ୍। ମାନେ ଆଗକୁ ଟିକେ ମଝିରେ ଯୋଉ ଆଉ ଏଇଟା ନବନି, କାଟି ଦେଇକି ମଝିରେ ନବ, ତାମାନେ ମଳି ଧୂଳି ପାର ହେଇଗଲା। ଲାଷ୍ଟକୁ ମଳି ଧୂଳି ଦରକାର, ମଝି ଜାଗାଟା ପରିଷ୍କାର ପାଠଟା ମିଳିବ। କିନ୍ତୁ ଫାଷ୍ଟ ଯୋଉଟା ଆମର ହେଲା, ଏଇଟା ଯୋଉ କହିଛି ଚେନ୍ନାଇ ପଳେଇ ଦାଦର, ସେକେଣ୍ଡଟା ଟାୟାର ଦୋକାନ, ତାପରଟା ଗୋଟେ ଝିଅ ଧରି ପଳେଇଥିଲା, ମୁଁ ଶୁଣିଥିଲି ମରିବ। ଆଉ ପଚାରିଲି ମନା କଲା, କହିଲା ତାଙ୍କୁ ଘର ଛାଡ଼ିଦେବି। ଆଉ ଗୋଟେ ବୁଲାବୁଲି କରୁଛି, ସାରା ବାତେରା ଛୁଆ ସବୁ ରାତିରେ ଫେରୁ ନାହିଁ। ସାର୍ ଆପଣ ବିଶ୍ୱାସ କରିବେନି, ସେଟା 12-13 ବର୍ଷ ହବ ତ ଗାତ ପୁରା ଲିଙ୍ଗରାଜ ଉପଡ଼ା ଭଳିଆ କରିଦେଇଛି। କାହିଁକି ପଚାର? କାରଣ ସେଗୁଡ଼ା ହଉଛନ୍ତି ସିରିଏଲ 1, 2, 3।
ତାପରେ ଯୋଉ ଆସିଗଲା ସେପଟଟାକୁ ଦେଖ ଆସିଗଲା ଆମର ଲକ୍ଷ୍ମୀ ଆସିଲା ଆରମ୍ଭ ହେଲା ତା ହସ ଦେଖି ଯୋଉ ପରି ଆଲୋମା କରି ତୁ ସେଇଠି କର ତାକୁ ଟିକେ ପାଖକୁ ନେଇଗଲ ତାକୁ ସେଇ ଯୋଉ ଗୀତଟା ସେଇ ଗାଈ ତାକୁ କହିଲ ଗାଇଦେଲୁ ସେ ନାଚି ନାଚି ସେଟା କରିଦବ ଖାଲି ସେଇଠି ଅଭିନୟ କରିଦେଲୁ ସେଇଟା ଅଭିନୟ କରିଦେଲୁ Twinkle, twinkle, little star, how I wonder what you are. Often of the world so high, like a diamond in the sky. ଗୁଡ୍ ଗାର୍ଲ ଦେଖିଲେ ପୁଅ ଆସିଛି ଆମ ସାର୍ ଏଇ ଯୋଉ ଗୀତଟା ଗାଉଛି ଆପଣ କିଛି ବୁଝିପାରିଲେ ମୁଁ ବି ଏପର୍ଯ୍ୟନ୍ତ ବୁଝିପାରୁନି ମୁଁ ତାକୁ କହିଲି ତୁ ମୋବାଇଲରେ ରେକର୍ଡିଂ କରିବ ଏ ସାରା ତୁ କାହା ବଡ ହଉ ତାକୁ କହିବା ତୁ ସାରା ବୁଝା ସେଟା କଣ ଗାଇଛୁ ଆପଣଙ୍କର ଭବିଷ୍ୟତ ପାଇଁ ଆପଣ କଣ ଚିନ୍ତା ଅଛି ସେମାନେ କେମିତି ଭଲ ପାଠ ପଢିବେ ଯୋଉ ପିଲାଟି ଆପଣଙ୍କର ଏତେ ସୁନ୍ଦର ଇଂଲିଶରେ ଗୀତଟିଏ ବୋଲିଲା ସେ ଭବିଷ୍ୟତରେ କାଲି ସାଇଣ୍ଟିଷ୍ଟ ଏଇ ଯୋଉ ଗାଇଲା ଏଇଟା କୋଉ ଭାଷା ଏ ପୁଅଟା ଯୋଉ ଗାଇଲା ସେ ଓଡିଆରେ ବୋଲିଲା ଅବଶ୍ୟ ଆମେ ବୁଝିପାରୁନେ କିନ୍ତୁ ଓଡିଆ ଯାହା ବି ହଉ କିନ୍ତୁ ଗାଉଛି ସେ ପିଲାଟି ଜଣେ ଭଲ ସିଙ୍ଗର ମଧ୍ୟ ହେଇପାରିବ ଯଦି ଭଲ ପାଠ ପଢିବ ଟିଭିର ସାର୍ ଆପଣଙ୍କ ତରଙ୍ଗ ଯୋଉ ରିଏଲିଟି ଶୋ ଅଛି ଛୋଟ ପିଲାଙ୍କର ଯୋଉ ଅଛି ସେଥିରେ ଭାଗ ନେବ ବଢିଆ ଆପଣ କେମିତି ଭାଗ ନବ ଆଜ୍ଞା ଆପଣ ଯଦି ତାକୁ ପାଠ ପଢେଇବେନି ତାକୁ ଯଦି ଏବେଠାରୁ ଶୁଣନ୍ତୁ ଆପଣ ଯଦି ତାକୁ ଏବେଠାରୁ ସ୍କୁଲ ଗୋଟେ କୌଣସି ମ୍ୟୁଜିକ ସ୍କୁଲରେ ପାଠ ପଢେଇବା ଗୋଟେ ମ୍ୟୁଜିକ ତା ପାଇଁ ଇନଷ୍ଟ୍ରୁମେଣ୍ଟ ଆଣିବା ଏଟା ବେକାର କଥା ସାର୍ ଅମିତାଭ ବଚ୍ଚନ ଆକ୍ଟିଂ ଶିଖିନାହାନ୍ତି କୋଉଠି କାହା କଥା କରୁନାହାନ୍ତି ଆପଣ ମାନେ ଏଠି ଓଡିଶାରେ ବହୁତ ଗାୟକ ଗାୟିକା ଅଛନ୍ତି ସେଟା କୋଉ ସଙ୍ଗୀତ ମହାବିଦ୍ୟାଳୟକୁ ଯାଇନାହାନ୍ତି ପାଠ ବି ପଢୁଛନ୍ତି ନା କିଛି ପଢିନାହାନ୍ତି ଯିଏ ଭଲ ଗାଇଲା ସାରେ ସିଏ ଗାୟକ ଯିଏ ଭଲ ଅଭିନୟ କଲା ସିଏ ଅଭିନେତା ଏଇ ରିଏଲିଟି ଶୋରେ ଆସନ୍ତୁ ଯେତିକି ପୁରସ୍କାର ତାଙ୍କର ପାଉଛନ୍ତି ସବୁଯାକ ପାଠ ପଢା ନା ଏତେ ପାଠ ପଢା ଥିବେ କିନ୍ତୁ ଯୋଉଟା ଅପାଠୁଆ ବି ଅଛନ୍ତି ଆପଣ ସାର୍ ହିନ୍ଦୀ ପ୍ରୋଗ୍ରାମ ଗୁଡା ଯୋଉ ଛୁଆ ଗୁଡା ଅଛନ୍ତି ଏଡି ପିଢି ଛୁଆ ବାପା ଏଇ ଯୋଉ ଭଙ୍ଗା ଚୁଡ଼ି ବାଳ ବଦଳରେ ବିସ୍କୁଟ କରୁଛି ଛୁଆ ଆସିଛି ଗୀତ ଗାଇକି ସେଠି ବଡ ବଡ ଜଜ୍ ମାନେ ସବୁ ଠିଆ ହେଇକି ତାଙ୍କୁ ନମସ୍କାର କରୁଛନ୍ତି ପ୍ରତିଭାବାନ ଛୁଆ ଆମର ଆଉ ସରକାର ଗୋଟିଏ ସରକାର ସାରେ କହିଛନ୍ତି ଯାହା ପାଖରେ ଗୁଣ ଅଛି ସେ ଗୁଣକୁ ଅଣାଯିବ ସେ ଟିଭି ବାଟରେ ହଉ କୋଉ ଇନଷ୍ଟାଗ୍ରାମ ୟୁଟ୍ୟୁବ ବାଲା ଯୋଉ ଧରିକି ବୁଲୁଛନ୍ତି ଯାହା ପକେଟରେ ମୋବାଇଲ ତାର କ୍ୟାମେରା ଏଇ ଛୁଆ ଗୀତ ଗାଇଦେବେ ଭାଇରାଲ ହେଇଯିବ ସେ ପାଠ ନ ପଢିକି କିଛି ଦରକାର ନାହିଁ ପାଠ ମୂର୍ଖ ପଢିବ ପାଠ ପଢନ୍ତି କିଏ ମୂର୍ଖ ଆପଣ ମାନେ ଚାକିରି କରିବେ ଚାକିରି କଣ ଏ ଗୋଟେ ବାଉଁଶ ନଳୀରେ ପଶିଲେ 25 ବର୍ଷରେ ବାହାରିବେ 58 ବର୍ଷରେ ସତ ନା ନାହିଁ ମୋ ଛୁଆ ଫ୍ରି ଆଜି ପେଟ୍ରୋଲ ଟାଙ୍କିରେ ତେଲ ପକେଇବେ କାଲି ଅମ୍ବାନୀ ହେଇଯିବେ ଆଜି କୋଉ ସରକାରୀ ବସରେ ଯାଇକି କଣ୍ଡକ୍ଟର ହେବେ କାଲି ରଜନୀକାନ୍ତ ହେଇଯିବେ ମାନଙ୍କର ବିଚାରପତିଙ୍କୁ ଏଠି ଗୋଟେ ଜିନିଷ ଜଣେଇଦେବା ପାଇଁ ଚାହୁଁଛି ଏବଂ ଏଇ ପଏଣ୍ଟଟି ମଧ୍ୟ ନୋଟ୍ କରିବାକୁ ଚାହୁଁ ଏ ଯୋଉ ଅଭିଯୁକ୍ତ ଅଛନ୍ତି ଏକନ ବାବୁ ଆଜ୍ଞା ସେ ଇଣ୍ଟେନ୍ସନାଲି ତାଙ୍କ ପିଲାମାନଙ୍କୁ କେମିତି ପାଠ ନ ପଢେଇବେ ତା ପାଇଁ ବ୍ୟବସ୍ଥା କରୁଛନ୍ତି ନା ମୁଁ ସାର୍ ଏମିତି କହୁଛି ଯେ ଜୀବନ ଯୁଦ୍ଧକୁ ଯେତେବେଳେ ଓହ୍ଲେଇବେ ମୋ ଛୁଆଙ୍କୁ କେହି ପାରିବେନି ମୁଁ ମୋ ଛୁଆଙ୍କୁ ଶିଖେଇଛି ରାଣ କୋଉ ବାପା କହୁନଥିବ ଏ କଥା କହିଲେ ଆପଣ କହିବେ ଏଟା ବାପ ନା ନାଉ ଡଙ୍କିଆ ସାପ ମୋ ଛୁଆଙ୍କୁ ମୁଁ ଶିଖେଇଛି ଚୋରି ପଛେ କର କିନ୍ତୁ ଏମିତି କର ଯେମିତି ତମେ ହବ ନହେଲେ କଣ ପୃଥିବୀ 1 ନମ୍ବର ହବ ନା 1 ନମ୍ବର ହବ ଏଇ କଥାରେ ମଧ୍ୟ ନୋଟ୍ କରାଯାଉ ପାଠ କଣ ଦରକାର ମୁଁ ପଢେଇକି ନେବା ସରକାର ଯେତିକି ପଢଉଛନ୍ତି ତା କଥା ନିଜ ଘରେ ଯୋଉଟା ପାଠ ଯିବେ ଯୋଉଟା ଯୁଆଡିକି ଯିବେ ସିଆଡିକି ଯାଅ ଆଚ୍ଛା ଏକନ ବାବୁ ଆଜ୍ଞା ଆପଣ ଆକ୍ୱାରିୟମ କଣ ଜାଣିଛନ୍ତି ନା ସାର୍ କଣ କହିଲେ ନା ସେଟା ଆପଣଙ୍କର ମାଛ ଗୋଟେ ଗ୍ଲାସ ଭିତରେ ଲାଇଟ୍ ଜଳୁଥିବ ମାଛ ମାନେ ସେଟା ଆମ ଘରେ ଆଣିଥିଲି ଏତିକି ଖଣ୍ଡେ ନାଲିଆ ମାଛ ଆଣିଥିଲି ମୁଁ ତାଙ୍କ ନେଇ କହିଲି ଏଟା କଣ ଖାଇଲେ ତାର ଗୋଟେ ଦାନା କାଳେ ମିଳେ ଏଟା ବଡ ଏତେ ପଇସା 154 ଟଙ୍କା କହିଲା ପ୍ୟାକେଟ ମୁଁ ନେଇକି ଆସିଲେ ମାଛ ଉଠେଇକି ନାହିଁ କଣ ନା ଛୁଆ ଭାଜିକି ଖାଇছে ଭାଜିକି ଦେଇଦେଇଛି ଏଇଗୁଡା ତାଙ୍କ ବୁଝୁଛୁ ମୁଁ ଏଗୁଡା ସାର୍ ରଖୁନାହିଁ ଆପଣ ସେଇଥିରେ ବର୍ତ୍ତମାନ ବିରି ନା ମୁଗ ରଖୁଛି ତା ଦେହରେ କେତୋଟି ମାଛ ଥିଲେ ସାର୍ 18 ମୋ ହିସାବ ମୁଁ ଏତିକି ଆଉ ଏଡେ ବଡ ଓଷାର ସେଟା କେତେ ବଡ ଥିଲା ଜାଗାଟା ଏଇ 6 ଇଞ୍ଚରେ 12 ଇଞ୍ଚ ଖଣ୍ଡେ ଏମିତି ହବ ଛୋଟିଆଟେ ଥିଲା ଆଚ୍ଛା ତା ଭିତରେ ମନେକର 18ଟି ଜାଗାରେ 100ଟା ମାଛ ଆଣି ଆପଣ ଛାଡିବେ ଏଟା ମରିଛି ଏଗୁଡା ଆପଣଙ୍କ ବୁଦ୍ଧି ଯଦି ଅଛି ଆଜି ରହିବେ ଯୋଉଠି 18ଟା ମାଛ ରହିବା କଥା ତୁ ଗୋଟେ ବର୍ଷ ସାରିଆ କହିଲୁ ସେଠି ରହିବେ 100ଟା ମାଛ ଜମା ରହିବେ ଜାଗା ରହିବେନି ଆପଣ କେମିତି 100ରେ ଏପଟେ ମ୍ୟାଡାମ କହୁଛନ୍ତି ଆପଣଙ୍କର ସ୍ତ୍ରୀ ଧର୍ମପତ୍ନୀ କହୁଛନ୍ତି ମୋର 100 ଛୁଆ ଦରକାର ଆପଣ କହିଲେ ମୋର 80ଟା ଛୁଆ କଣ୍ଟେଷ୍ଟରେ ଯିବା ଦରକାର କାହିଁ କଣ ଘରେ ଜାଗା ଧରିବେନି କହୁଛନ୍ତି ସଂସାର ଜାଗା ଧରିବନି
ଘରେ କଣ ଆପଣ ଯୋଉ ସଂସାର ଭିତରେ ଅଛନ୍ତି ସେଠି ବି ଆଉ ଜାଗା ଧରିବନି। ଏ ମାଛ କଥାଟା ଗୋଟେ କାଇଦା କରିକି ଆଣିଲେ ଏଠି ପକେଇବି ବୋଲି ଆଉ କାଇଦା କଣ କଲି ଆଉ କଣ ଯୋଉଟା ଯାହା ସତ ସେଟା କହିଲି ଆପଣଙ୍କୁ। ନା ମତେ ସାର୍ ଖାଲି ଗୋଟେ କଥା କହିଲେ ଯେ ଆକ୍ୱାରିୟମ ଭିତରେ ଯଦି 18 ମାଛ ଜାଗାରେ 100 ରହିଗଲେ କଣ ପ୍ରୋବ୍ଲେମ? ଆଚ୍ଛା 18ଟା ମାଛ ଯାହା ଯଦି ଥାଆନ୍ତି ଆକ୍ୱାରିୟମ ଭିତରେ ଦେଖନ୍ତୁ ବାବୁ ତାହେଲେ ଆପଣ ଯେତିକି ଦାନା ଦେଇଥାନ୍ତେ ଯେତିକି ଦାନା ଦେଇଥାନ୍ତେ 18 ମାଛ ଭଗବାନ ଟିକେ ଖାଇଥାନ୍ତେ ଏବଂ ହୃଷ୍ଟପୃଷ୍ଟ ସେମାନେ ହେଇଥାନ୍ତେ ଆରାମସେ ରହିଥାନ୍ତେ। ହଁ ଯଦି 100ଟା ସେଇ ଏକା ଜାଗାରେ 100ଟା ମାଛ ରହିବେ ଯେତେ ଏକା ଦାନା ଆପଣ ଦଉଛନ୍ତି ସମସ୍ତେ ଭଗବାନ ଟିକେ ଖାଇଦେବି ମୁଁ ଅଧିକା ଦେବି ନା କିନ୍ତୁ ଛୋଟିଆ ଜାଗାଟା ପାଇଁ ଅଧିକା କେମିତି ଦେବେ ଆଉ ଆପଣ 100ଟା ମାଛକୁ ଖାଇବା ଦେବି ମୁଁ 18ଟା ମାଛକୁ ଖାଇବା ଦେବି ଯଦି ମୋ ପାଖରେ କାଗଜ ପଇସା ମାଗିକି ଆଣି ଯେହେତୁ ମୋର ମୁଁ ଦେଇ ସାରିଲା ପରେ ଆଉ ଯୋଉଟା ପାରୁନାହିଁ ସରକାର ଦଉଛନ୍ତି ମୁଁ ଯେତିକି ଦାନା ଦେବା କଥା 18 ମାଛକୁ ଦେଲି ଆଉ ଯୋଉ ବଢିଗଲେ କେତେ 72 ନା କେତେ ସେଠି ପକେଇଦେବା ଇଏ ମାନେ ମାଗି ଯାଇଛି କି ଅଲଗା ଲୋକଙ୍କୁ ଭଲ ନା କଣ ଅଛି ମୁଖ୍ୟମନ୍ତ୍ରୀ ଦେବେ ମୁଖ୍ୟମନ୍ତ୍ରୀ ଦେବେ ଆଉ ନେକ୍ସଟ ସକାଳଟା ସେ ଦେଇଦେଲେ ପାରାଟା ଦେଇଦେବେ ସନ୍ଧ୍ୟା ମୋର କେତେ ଆଚ୍ଛା ମତେ ଗୋଟେ ପୁରା ଅତି ମାନେ ଅନିଷ୍ଟ ଭାବରେ କୁହନ୍ତୁ ଆପଣଙ୍କର ମାସିକ ରୋଜଗାର ବର୍ତ୍ତମାନ କେତେ? ତାର ଆପଣଙ୍କର ଚାଷୀ ବନ୍ଧୁ ଲୋକ ରୋଜଗାର କଣ ଆମେ ଦେଖୁ ଆମେ ଖଟିଲୁ ଖାଇଲୁ ଆଉ ତଥାପି କେତେ ଆପ୍ରୋକ୍ସିମେଟଲି ମାସକୁ ଏତିକି ଟଙ୍କା ମୋର ରୋଜଗାର? ମୁଁ ଧାନ ହିସାବରେ କହିପାରିବି ଧାନ ହିସାବରେ କୁହନ୍ତୁ। ଧାନ ହିସାବରେ କହିଲେ ଚାଉଳ ଆପଣ ଭଲ କହିବି ତୁ ଆସି ତୁଆ କରିକି ଚୁମୁଟା ଛୁଇଁ ଚାହିଁଦେଲେ ମତେ ମତେ ସତ କହିବାକୁ ପଡିବ 60 କୁଇଣ୍ଟାଲ ଖଣ୍ଡେ ଚାଉଳ ହବ ତଥାପି ମାସରେ ଆପ୍ରୋକ୍ସିମେଟ ମାସରେ କେତେ ଟଙ୍କା ରୋଜଗାର ହେଇଯାଉଥିବ 60 କୁଇଣ୍ଟାଲ ଚାଉଳ ହେଲେ? ତାର କେତେ କୁଇଣ୍ଟାଲ ତ ସରକାର ତ ଆଣି ଟଙ୍କିକିଆ ଦେଲେନି ସେ ଚାଉଳ ମୂଲ୍ୟ ତଥାପି ଧାନ ଫାନ ବିକ୍ରି ହେଲେ ଅଧିକା ହଉଛି ତଥାପି 2 ଲକ୍ଷ ଖଣ୍ଡେ ହବ 2 ଲକ୍ଷ ହେଲେ ଆପଣଙ୍କର ମନେକର ଆପଣଙ୍କର ବର୍ତ୍ତମାନ 11ଟି ଛୁଆ ଜାଗାରେ ମନେକର ଆପଣଙ୍କର 2ଟି ଛୁଆ ହେଇଥାନ୍ତା ସେମାନଙ୍କୁ ଖାଇବା ପିଇବା ଠିକ ସାରା ମଣିଷ ହେଇଥାନ୍ତେ କୁକୁର ଛୁଆ ହେଇଥାନ୍ତେ ଏଗୁଡା 1 ଲକ୍ଷ ଟଙ୍କା ଯଦି 2ଟା ଛୁଆ ଆଉ ଖର୍ଚ୍ଚ କରିବ ମଣିଷ ଛୁଆ ହେବେ ନାହିଁ ବଏଲର ଛୁଆ ହେବେ ତାଙ୍କ ପଦାକୁ ଯିବେ ନାହିଁ ତାଙ୍କୁ ସବୁ ଘରେ ମିଳିଯିବ ଏଗୁଡା ଖଟିବେ ନାହିଁ ମୋ ଛୁଆଙ୍କୁ କହିଦେବ ମାଟିର କଣ୍ଢେଇ ମତେ ଯେତେବେଳେ କହିବେ ଖେଳ ନା ମୁଁ କହିବି ନାହିଁ ପଇସା ନାହିଁ ସାର୍ ନିଜେ କରିଦଉଛନ୍ତି କେଡେ ସୁନ୍ଦର ସୁନ୍ଦର କଣ୍ଢେଇ ତାକୁ ଯଦି ରଙ୍ଗ ମାରିକି ବିକିଦେବି ସାର୍ ଏଇ ଯୋଉ ଟିଭିରେ ମୋବାଇଲରେ ମୁଁ ଦେଖୁଛି 5,000 ବିକ୍ରି ହବ ସେଗୁଡା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେଇ ଖଣ୍ଡବତୀ ରାଷ୍ଟ୍ର ବସିଛି କି ହାତ ଛାଡ଼ ତାର ମୁଁ ତ ଶିଖେଇ ନାହିଁ ତାକୁ ଅଭାବ ସେମାନଙ୍କୁ ଶିଖାଏ ଆଉ 1 ଲକ୍ଷ ଟଙ୍କା 2ଟା ବାବୁରୁ ଉଠିବା କଥା ସଳା ବଏଲର କୁକୁଡ଼ା ଖରାକୁ ଗଲେ ଗାଲିଆ ପଡିଯିବେ ଜମାରୁ ଛୁଆ ଦବାକୁ ସଳା ହଟାଅ ଏଗୁଡା ହଟାଅ ଯାହା ମାଗିବ ନାହିଁ ନାହିଁ ତ ଡ୍ରେସ୍ ବି ଦବନି କାହିଁକି ତା ଦ୍ୱାରା ପରସ୍ପର ବଦଳାକୁ ଦିଡେଇକି ପିନ୍ଧିବେ ଭାଇଚାରା ସମ୍ପର୍କ ରହିବ ମୁଁ ଆଜି ମୋ ଡ୍ରେସଟା ତାକୁ ଦେଇଥିଲି ସେ କାଲି ତା ଡ୍ରେସଟା ମତେ ଦବ ଆଉ ଇଏ ଯଦି 4ଟା ରହିଲା ସିଏ ତାର 4ଟା ରହିଲା ଓହ୍ଲେଇ ହେବେ ଦିଆ ନିଆ ହେବେନି ଭଲ କମ୍ପିଟିସନ କରିବେ ଜମାରୁ ଦେଶର ଅବସ୍ଥା କଣ ହବ ଆପଣଙ୍କର ଅବସ୍ଥା ଆପଣଙ୍କ ଘରେ ତମେ ସବୁ ସାରେ ଏଗୁଡା ମତେ ଖରାପ କଥା ମତେ ରଗଉଛ ମୁଁ ୟାଠୁ ଛାଡୁ କହିବି ଗୋଟେ ଧର୍ମ ଅଛି ଜାଣିଛ ଇସଲାମ ଧର୍ମ ସେଠି ତାଙ୍କର ସାର୍ ଯେତେ ଛୁଆ ଜନ୍ମ କରନ୍ତୁ କେହି କହୁନାହାନ୍ତି କହୁଛନ୍ତି 14ଟା ଛୁଆ ଯାଏ ତାଙ୍କର ଛୁଟି ମିଳିବ କାହିଁ ତ କହୁନ ଆମର ମୁଁ ମୋର ଜନ୍ମ କରିନି ତମର ଭାଇ ପାଟି ଯାଉଛି ଏଟା ତ ବିଧର୍ମୀ କାମ ନୁହଁ ସାର୍ ମତେ ସତ କଥା କହିବେ ମାନ୍ୟବର ବିଚାରପତି ଆପଣଙ୍କର ଭାଇ ଭଉଣୀ ସାର୍ କେତେ ଜଣ ବିଚାରପତି ଏ କଥା କାହିଁକି ନା ସାର୍ ମୁଁ କହୁଛି ଆପଣଙ୍କ ସମୟରେ ମୁଁ ବି ଦେଖିଛି 14 ଛୁଆ 12 ଛୁଆ 18 ଛୁଆ 29 ଛୁଆ ସମୟ ଅଛି କଣ ସେ ସମୟ କଥା ଅଲଗା ଥିଲା ବର୍ତ୍ତମାନ କିନ୍ତୁ କଣ ଚାଲିଛି ଯଦି ନାହିଁ ସରକାର ତାଙ୍କ କଣ ନାଗି କାହିଁକି ଅଛି ତାଙ୍କ ନାଗି କାହିଁକି ଅଛି ଯଦି ନାହିଁ ସାର୍ ସମ୍ବିଧାନରେ ସମସ୍ତେ ସମାନ ମୁଁ କହୁନି ତାଙ୍କର କରନ୍ତୁ ତାଙ୍କ ନମ୍ବର ତାଙ୍କ ଜମି ସେ ମୁଁ କଲାବେଳକୁ ତମର କାହିଁ ପାଟୁଛି ନିୟମ ଯଦି ସମସ୍ତେ 2ଟା ଛୁଆ ପରେ ମୁଁ ଯଦି ଆଉ 11ଟା କରିଦେଲି ମତେ 9ଟା ଛୁଆକୁ ଉପାସ ରଖିଦେବ ତମେ ଏମିତିକା ସରକାର କଣ ସରକାର ତମେ 2ଟା ଛୁଆକୁ ଦବ ଆଉ ଦବନି ଆପଣ ଯୋଉଟା କହୁଛନ୍ତି ସରପଞ୍ଚ ଠିଆ ହବାର ନାହିଁ ଏମାନଙ୍କ ଭବିଷ୍ୟତ ଅନ୍ଧାର କଥା ଜାଣିଛନ୍ତି କି ନାହିଁ ଏମାନଙ୍କର ଶ୍ରୀକୃଷ୍ଣଙ୍କ ଭବିଷ୍ୟତ ଅନ୍ଧାର ଅଷ୍ଟମ ଗର୍ଭ ସନ୍ତାନ ବିବେକାନନ୍ଦ ଚିକାଗୋରେ ଯାଇକି ଭାଷଣ ଦେଲେ 14ରୁ 9 ନମ୍ବର ଛୁଆ ମୋର ଏଇ ଦେଖନ୍ତୁ 12 ନମ୍ବର ଆସୁଛି ବାରଟିଆ ସେଟା ଆପଣ କରୋନା ଜାଣିଛନ୍ତି ଆପଣ ଉକିଲର ପାଠ ପଢା ଛୁଆ ନା ଜୀବନ ଜାଣିନାହାନ୍ତି ଆପଣ ଗୋଟେ ପ୍ରେମିକା ଘରକୁ ଯିବ ତାଙ୍କ ଘରେ ଜଗିଥିବେ ଅଧା ରାତିଆ ଯିବ ବାଡି ପଟ ପଟେ ଗୋଟେ 100 ବାଟ ଭଲ ଦଉଥିବ ପାଚେରୀ ଡେଇଁକି ଯୋଉ ଛତୁଆ ପ୍ରେଜେଣ୍ଟ ଏକ୍ସକ୍ୟୁଜ ମି ଯାହା କହିବି ସତ କହିବି ସିଜନ 4 ସପୋର୍ଟେଡ ବାଇ PDW ଏକନ ବାବୁ ଆଜ୍ଞା ଦେଖନ୍ତୁ ଆପଣ ଯୋଉ ଯୁକ୍ତି କରେন ସେ ଯୁକ୍ତିଟା ହେଉଛି ଗୋଟେ ଅକାଠିତ ଯୁକ୍ତି ଥରେ କେବେ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରନ୍ତୁ ଯଦି ଆପଣଙ୍କ ଭଳି ଆପଣଙ୍କ ପଡିଶା ଘରେ ଆଉ ଜଣଙ୍କୁ ଠିଆ ରେଡି କରିଛନ୍ତି ସିଏ ଗୋଟେ ତାର ଇଣ୍ଟରେଷ୍ଟିଂ କହିଲେ ଜାଣିଛନ୍ତି ଆସୁଛି ଗୋଟେ ମିନିଟ୍ ହରିଓମ ବେହେରା ଡାକ ଅଜୟ ଅଜୟ ଦିନ ରାତି ସଂକୀର୍ତ୍ତନ
7 ପହଞ୍ଚେଇଲାଣି। ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରୁଛି, ଏକନ ବାବୁଙ୍କର ପଡୋଶୀ ହରିଓମ ବେହେରା ସେ ବର୍ତ୍ତମାନ ତରଙ୍ଗ ଅଦାଲତରେ ଉପସ୍ଥିତ ଅଛନ୍ତି। ମୁଁ ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରିବି ଉକ୍ତ ହରିଓମ ବାବୁ ଅଦାଲତରେ ଉପସ୍ଥିତ ହେବା ପାଇଁ। ମୋର ପଡିଶା ସାର୍, ମୋ ପଡିଶା ଆଜି ଯାଇ ଦିନେ ମତେ ଅଭିଯୋଗ କରି ହରିଓମ ବେହେରା ତରଙ୍ଗ ଅଦାଲତର କାଠଗଡ଼ାକୁ ଆସନ୍ତୁ। हरिओम बेहरा हाजिर हो, हरिओम बेहरा हाजिर हो, हरिओम बेहरा हाजिर हो। मला ଥରେ କଥା ଶୁଭୁନି ନା ମତେ ତ ଦିନେ ଅଭିଯୋଗ କରିନଥିଲେ। ଆଲୋ ତୁ ତ ମୁଁ ତୋର 7 ମୋର 11 ଏସ କାହିଁ ପାଇଁ ଦୁଇଆ ୟାକୁ ଛୁଇଁ କୁହନ୍ତୁ, ଯାହା କହିବେ ସତ କହିବେ। ଆକୁ ଛୁଇଁ କହୁଛି, ଯାହା କହିବି ସତ କହିବି, ସତ ଛଡା ଆଉ କିଛି କହିବି। ଆଗରୁ ସାରେ ଆଗରୁ ଫୁଲ ପ୍ୟାଣ୍ଟ ପିନ୍ଧେଇବ ମୋ ଦେଖା ଦେଖି ଲୁଙ୍ଗି ପିନ୍ଧିକି ରହୁ ସବୁବେଳେ ରେଡି ହବ। ମୁଁ ଜଷ୍ଟ ସେଇ ଆପଣଙ୍କ କଥାଟା ସବୁ ଗୋଟେ ଦେଖା ଶିଖା ଡିଏସ୍ ଆପଣ କଣ ଲୁଙ୍ଗି ପିନ୍ଧିକି ଆସିଛନ୍ତି? ଚାଷୀ ବନ୍ଧୁ ଲୋକ ସବୁବେଳେ ତ ଲୁଙ୍ଗି ପିନ୍ଧିବୁ ଆମେ। ଆଉ ସେ ଯୋଉଟା କହୁଛନ୍ତି ଆମେ ପ୍ୟାଣ୍ଟ ପିନ୍ଧୁନି, କାରଣ ଛୋଟ ପିଲାବେଳେ ପିନ୍ଧିକି ଯାଉଥିଲି ସ୍କୁଲକୁ। ଆଉ ପାଠପଢା ତ ଅଷ୍ଟମରୁ ସରିଲା, ତାପରେ ଲୁଙ୍ଗି ପିନ୍ଧି ଘରେ ବୁଲିଲୁ। ଆଉ ଅଷ୍ଟମ ଶ୍ରେଣୀରେ ପାଠ ପଢା ଯୋଡି ପାରୁଥିଲେ କାଇଁ ଆପଣଙ୍କର ଆଉ ପାଠ ହେଲାନି ନା କଣ ପାଇଁ ପାଠ ପଢା? ବାହାଘର କରେଇଦେଲେ ନବ ହଁ ବାହାର କରିଦେଲା। ନିଶ ଲେଟ୍ ନାହିଁ, ତମ କାଗଜ ପତ୍ର ତମେ ରଖ। ନାଇଁ ମୋର ଟିକେ ଖରାପ ଅଭ୍ୟାସ ଥିଲା। କଣ ଖରାପ ଅଭ୍ୟାସ କଣ, ସାଙ୍ଗସାଥି ହେଇକି ଟିକେ ବାର ଡିଆ ଟିକେ ହଉଥିଲା ଆମର। ବାର ଦିଆରେ ପ୍ରେମ କଣ ପ୍ରେମ ଟିକେ ହଉଥିଲା ସେଇ ଜିନିଷ କାଳଟିଆ ଥିଲା। ଆପଣ କରୋନା ଜାଣିଛନ୍ତି, ଆପଣ ଉକିଲର ପାଠ ପଢା ଛୁଆ ନା, ଜୀବନ ଜାଣିନାହାନ୍ତି ଆପଣ। ଗୋଟେ ପ୍ରେମିକା ଘରକୁ ଯିବ, ତାଙ୍କ ଘରେ ଜଗିଥିବେ, ଅଧା ରାତିଆ ଯିବ, ବାଡି ପଟ ପଟେ ଗୋଟେ 100 ବାଟ ଭଲ ଜଳୁଥିବ, ପାଚେରୀ ଡେଇଁକି ଯୋଉ ରାସ୍ତାରେ ଦିନରେ କୁକୁର ଯିବେ ନାହିଁ, ନାଗ ସାପ ଥିବେ, ସେଇଆଡେ ପ୍ରେମିକ ଡେଇଁ ଡେଇଁକି ଯିବେ, ପ୍ରେମିକାଙ୍କ ସହିତ ଟିକେ ଦେଖା ସାକ୍ଷାତ କରି କଥାବାର୍ତ୍ତା ହେଇ ପୁଣି ସେଇପଟେ ଆସିବେ। ଆଚ୍ଛା ହରିଓମ ବାବୁ ସାର୍, ଆପଣଙ୍କର ଛୁଆ ପିଲା କେତୋଟି? ସାର୍ ମୋର 7 ସାର୍। ତାଙ୍କ ସହିତ ମୋର ସମକକ୍ଷ ହେଇଯାଇଥାନ୍ତା, ମାନେ ତାଙ୍କର 11ଟାକୁ ମୋର 11ଟା ହେଇଯାଇଥାନ୍ତା। ମଝିରେ ମୋର ସ୍ପାଇନାଲ କର୍ଡଟା ଖରାପ ହେଲା, ତ ମଝିରେ 4-5 ବର୍ଷ ଗ୍ୟାପ୍ ଦେଇଦେଲି। ଆଉ ମୁଁ କାଲି ଯାଉଛି ଗୋଟେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଯାଉଛି। କାଲି ଗୋଟେ ପ୍ରୋସେସିଂ ଅଛି, ସେଇଟା ଯାଉଛି। କହୁଛନ୍ତି ଅଣ୍ଟାଟି ଖରାପ ହେଇଗଲା ଅଛି ତ 5 ବର୍ଷ ଗ୍ୟାପ୍ ହେଲା, ମୁଁ ତାଙ୍କ ସହିତ ତ 11 ସମାନ ହେଇଯାଇଥାନ୍ତି। କାଇଁ ଅଣ୍ଟାରେ ଗୋଟେ ବୋତା ଲଗେଇ ଦେଉନ? ସେଇଟା ହେଲା। ଆଉ ବର୍ତ୍ତମାନ କହିବା କଥା କଣ କହୁଛି, ଠାକୁରଙ୍କୁ ଡାକିଲାଣି ମୋ ମିସେସ୍, ମାନେ ମୋ ସ୍ତ୍ରୀ। ହେ ଭଗବାନ, ଜାଁଳା ଯୋଡିଛି ହେଇଯା କାଟି ଦିଟା ଆକ୍ଚୁଆଲି 4ଟା ପାଇଁ ବି ଆମେ ସେ ମାନେ ଆଶା କରେ। ଘୁଷୁରୀ ନା କଣ ତମ ସ୍ତ୍ରୀ ମାନେ 12 ଛୁଆ ଜନ୍ମ କରିବା ତା ମାନେ ଆପଣଙ୍କ ସ୍ତ୍ରୀ ଗାଦି ମାରିକି ରଖିବ। ଆପଣଙ୍କ ସ୍ତ୍ରୀ ତାମାନେ ତାଙ୍କୁ କଣ୍ଟେଷ୍ଟ କରୁଛନ୍ତି? ହଁ, ଆକ୍ଚୁଆଲି 4ଟା ହେଇଗଲେ କିଛି ସମୟ ଭିତରେ ହେଇଗଲା। ମୁଁ କହିବି ସାର୍, ଏଇ ଯୋଉ ଆପଣ ସ୍ତ୍ରୀ ଲୋକଙ୍କ ଭିତରେ ଗହଣା ଗାଣ୍ଠି ଲାଗି ହିଂସା, ତାର ହାର ଏତିକି 16 ସେଣ୍ଟିମିଟର ଲମ୍ବା, ମୋର 18 ନହେଲେ ମୁଁ ହବନି। ଘର ତାଙ୍କ 3 ମହଲା କଲେ, ଆମର ସେମାନେ ଗୋଆ ବୁଲିବା ନେଇକି ଗଲେ, ସେମାନେ ଯାଇଛନ୍ତି ତାରିଣୀ, ଏଇଗୁଡା ହଉଛି ସ୍ତ୍ରୀ ଲୋକମାନଙ୍କ ଭିତରେ କରୁଛି। କିନ୍ତୁ ମୋ ସ୍ତ୍ରୀ ସେମିତି ଇଏ ତା ନିଜ କର୍ମରେ ଲାଗିଛି ତ ଇଆ ଦେଖା ଦେଖି ହିଂସାରେ ସେ ଛୁଆ ଜନ୍ମ କରି 7 ପହଞ୍ଚେ। ଭାଉଜ ତମେ କାହିଁ ଏମିତି ବର୍ଷା ଉଠା ଚଲାବୁଲା କରୁନା ଟିକେ? ତମେ ଏତେ କାହିଁ ଡର ପିଲା ଅଛି ନା, ଏବେ ବର୍ଷା ଉଠା କଲେ କାଳେ ଅଲ୍ଟ୍ରାସାଉଣ୍ଡ ହେଲାଣି, ତମେ ଯାଇକି ଚଲାବୁଲା କର। ମୋର ତ ପାଖାପାଖି ହେଇଗଲାଣି। ଆଉ ମୋର ତ 3 ମାସ ଆଡିଗଲେ, ଭାଉଜ ତ 8-9 ମାସ ଚାଲିଛି ମାର ଗୋଡ ଫଡ ଫୁଲିବ। ତୁମର କଣ ଗଲା? ତାଙ୍କର ଚିନ୍ତା, ତୁମେ ତମ ଘର କଥା ଚିନ୍ତା କରୁନା, ଯାହା ତ କରିଛନ୍ତି। ଆପଣ ଛୁଆ ପିଲା ଗୁଡ଼ିକ ଏତେ ଜନ୍ମ କରୁଛନ୍ତି, କେବଳ ଆପଣଙ୍କ ସ୍ତ୍ରୀଙ୍କ ପାଇଁ ଏତେ ଛୁଆ ଜନ୍ମ କରୁଛନ୍ତି ନା ଆପଣଙ୍କର ଇଚ୍ଛା? ନାଇଁ ଇଚ୍ଛା କଣ, ଯେତେବେଳେ ଆଜ୍ଞା ଭାଉଜ ଆଉ ଏକନ ବାବୁ ତାଙ୍କର ଟାର୍ଗେଟ କରୁଛନ୍ତି ମୋର 100 କରିବେ ବୋଲି, ଇଏ ବି ମତେ କହିଲାଣି 100 ପାଇଁ। ସେ ତ 100 କହିଦଉଛି, ମୋ ଛାତି ଗୋଟେ ଛନକା ପଶି ଯାଉଛି, ମୁଁ ଖାଲି ତଳକୁ ଅନଉଛି। ତଳୁ କାହିଁକି ଅନଉଛନ୍ତି? ନାଇଁ ଆଉ ଭରସା ପାଉନି ନିଜ ଉପରେ, ଆଉ ଇଏ ପାଉନି ମାନେ କଣ ସେଟା ତ ଖୋଲିକି କହି ହଉନି। ହଁ, ଆଉ ସାର୍ ମୁଁ ଆପଣଙ୍କୁ ଏତିକି ରିକ୍ୱେଷ୍ଟ, ସାର୍ ଆପଣଙ୍କୁ ବି ଅଫନାଇକି କହିଦିଅନ୍ତୁ, ସେ ବନ୍ଦ କରିଦିଅନ୍ତୁ ଏ ସିଷ୍ଟମଟା, ନହେଲେ ମୁଁ ଆଉ ପାରିବି। ଆଚ୍ଛା ସିଷ୍ଟମ ମାନେ କଣ? ସିଷ୍ଟମ ମାନେ ସେ ଯୋଉ ତାଙ୍କର ଡଜନ ହେଇଗଲାଣି, ମାନେ 11 ପରେ 12 ପ୍ରୋସେସିଂରେ ଅଛି, ହେଇଗଲା ତାଙ୍କର 12 ନମ୍ବର ହେଇଗଲା, ଡଜନ ହେଇଗଲା, ସେ ସେତିକିରେ ବନ୍ଦ କରିଦିଅନ୍ତୁ, ନହେଲେ ମୁଁ ଆଉ କାହିଁ ଜଣା ପଡୁନି। ହଉ ଏବେ ଆପଣ ଆସିପାରୁ। ଭାଉଜ ବେଶୀ ସମୟ ବସ, ଟିକେ ଚଲାବୁଲା କର। ଆରେ ଚିନ୍ତା। ଆଚ୍ଛା ଏକନ ବାବୁ, ଆଜ୍ଞା, ବେଳେ ବେଳେ ଲାଗୁଛି ଆପଣ ଯୋଉ ଯୁକ୍ତି କରୁଛନ୍ତି, ଯୋଉ କଥା କହୁଛନ୍ତି, ତାହା ହଉଛି ପୁରା ଅକାଟ୍ୟ ବଚନ। ସତ କଥା ସାର୍, ସତ କଥା। ଯଦି ଆପଣ ବଂଶ ବୁଡିଯିବ, ଆପଣଙ୍କର ତ୍ରିପାଠୀ ଧର, ଆପଣ ବାପା ମାର ଗୋଟେ ପୁଅ ହେଇଥାନ୍ତା, ଆପଣଙ୍କର ପିଲାପିଲି କିଛି ହେଇନଥାନ୍ତା,
ତାମାନେ ଜାଣନ୍ତୁ ଆପଣଙ୍କ ବାପା ଜେଜ 14 ପୁରୁଷର ଯୋଉ ବଂଶଟି ଆପଣ ନେଇକି ଆସିଥିଲେ ଆପଣଙ୍କ ପାଖରୁ କ୍ଲୋଜ ହେଇଗଲା। ହଁ ନା ସାର୍? ସାର୍ ନାହିଁ। ତାପରେ ପିତା ବ୍ରହ୍ମକେଶ ତ୍ରିପାଠୀ ଡାକିବାନି କି କେହି ନାହାନ୍ତି ଏବଂ ସେଇଠୁ ଜାଣିଯିବେ ଆପଣଙ୍କର ଚାପ୍ଟର କ୍ଲୋଜ। ଏଇଟା ଠିକ ନା ମୁଁ ଭାବୁଛି ସାର୍ ମୁଁ ମୋର 12 ଥରେ ଭାବୁ ଆଉ ଅଳ୍ପ ଦିନ ପରେ ୟାଙ୍କର ପିଲାପିଲି ହେଇଗଲା ପରେ ମତେ ଲାଗିବ ଗୋଟେ ମୁଁ ଲୋକାଲ ବିଧାୟକ ଭଳିଆ ମତେ ଲାଗିବ। ଆଚ୍ଛା ମୋ ଘର ପାଖରେ ଜଣେ ବିଶୁ ହୋଇ ଅଛି, ଗୋଟେ ପୁଅ ତାର। ତାରେ ମୁଁ ଦେଖିଛି କାନ୍ଧରେ ମହୁଲ ଟୁଲ ବୋହିକି 30 କିଲୋମିଟର 40 କିଲୋମିଟର ଦୂର ହାଟରେ ସେ ବିକ୍ରି କରୁଥିଲା। କାନ୍ଧ ଫାଟି ଯାଇଥିଲା, ଗୋଟେ ବୋଲି ପୁଅକୁ ସେ ମଣିଷ କରିଥିଲା। ମେଟ୍ରିକ ପରୀକ୍ଷା ପରେ ସବୁଠାରୁ ବଡ କଲେଜ, ସେଇ କଲେଜରେ ସେ ତାକୁ ପଢେଇଲା। ପୁଅ ପାଠ ପଢିଲା ପରେ କହିଲା ମୁଁ ଡାକ୍ତର ହେବି କହିକି ଆସିକି କଟକରେ କୋଉଠିଲା ଭୁବନେଶ୍ୱରରେ କୋଉଠି ଗୋଟେ ପାଠ ପଢିକି ଡାକ୍ତର ହେଲା। ଡାକ୍ତର ହେଲା ପରେ ବାହା ହେଲା, ତାର ଗୋଟେ ନା ଦିଟା ପିଲା ହେଲା। ଏପଟେ ରହିଗଲା, ବୁଢାବୁଢୀ ରହିଲେ ସେଠି। ମଝିରେ ଥରେ ଗଲା, ବାପା ମା କହିଲା ଚାଲ ଏ ଜାଗା ଛାଡିକି ଆମେ ସିଆଡେ ଭୁବନେଶ୍ୱରରେ ରହିବା, ମୁଁ ଫ୍ଲାଟ ନେଇଛି। ଗାଁର ବୁଢାବୁଢୀ କହିଲେ ବାପ ଜେଜେଙ୍କର ଜାଗାକୁ ଆମେ ବିକିକି ଯିବାନି, ନା ଏଠି ଆମ ପରେ ଆଉ ତମର କିଏ ଅଛି କହିକି ବାପାକୁ ଜବରଦସ୍ତିଆ ପ୍ରେସର ପକେଇକି ଟିପ ଚିହ୍ନ ନେଇ ବାପା ଠାରୁ ସମ୍ପତ୍ତି ବାଡି ସବୁ ନେଇଗଲା ପରେ ବୁଢାବୁଢୀ ଗୋଟେ ଓଲ୍ଡ ଏଜ୍ ହୋମରେ ଛାଡି ଦେଇଛନ୍ତି। ଏଇଟା ମୁଁ ଦେଖିଛି, ଅନାଥ ଆଶ୍ରମରେ ସେ ବୁଢାବୁଢୀ ଅଛନ୍ତି। ମତେ କୁହନ୍ତୁ ଗୋଟେ ପୁଅ ସେଟା ଥିଲା ବୋଲି ଏ କଥା ବୁଢାବୁଢୀ ଜୀବନ ଯାକ କାନ୍ଦ ଫଟେଇକି ଯାହାକୁ ମଣିଷ କରିଥିଲେ ସେ ଛାଡ ହତାଦର କଲା। ମତେ କିଏ ହତାଦର କରିବ? 12 କେତେ କହିଲେ? 12 11 ଅଛନ୍ତି। 4 ପୁଅ ଛଡା କାମୁଡା ହଉଛନ୍ତି। କେତେ ଜଣ ବାହାରେ ରହୁଥିବା ସ୍ୱାମୀ ସ୍ତ୍ରୀ କି ଯାଇକି ପଚାରିବେ ଆଜିକା ଦିନରେ, ବାପାରେ ପୁଅକୁ ପଚାରିବେ ତୋ ବାପା ମା ସହିତ ତୁ କେତେ ଥର କଥା ହଉଛୁ, ଗୋଟେ ବୋହୂକୁ ପଚାରିବେ ତୁ ତୋ ବାପା ମା ସହିତ କେତେ ଥର କଥା ହଉଛୁ। ପୁଅ କହିବ 7 ଦିନରେ ଥରେ ବାପାଙ୍କ ସହିତ କଥା ହୁଏ। କାମ ଦାମ ଥିଲେ ବାପା ଫୋନ କଲେ ମୁଁ କହେ ବ୍ୟସ୍ତ ଅଛି ପରେ କଥା ହେବି, ବାପା ବି ବିରକ୍ତ ହେଇକି ଫୋନ କରୁନାହାନ୍ତି। ସ୍ତ୍ରୀ କି ପଚାରିବେ, ସିଏ କହିବ ସବୁଦିନ ମୁଁ ମୋ ବୋଉ ସହିତ ଏବଂ ଭଉଣୀ ମାନଙ୍କ ସହିତ କଥା ହୁଏ। ପୁଅଟେ ତା ବାପାକୁ ବୋଉକୁ ଗାଁରୁ ଚାକିରି ବାକିରି କରିଥିଲେ ଦେଇପାରେ ନାହିଁ, କିନ୍ତୁ ଝିଅଟି ତା ଘରୁ କିଏ ଆସିଲେ ତା ଭଉଣୀ ତା ବାପା ତା ମା ଯଦି କେତେବେଳେ ଆସିବେ ତାଙ୍କ ହାତରେ ପଇସା ନାନାଦି ସାମଗ୍ରୀ ଦେଇକି ଘରକୁ ପଠାଏ। ଇଏ ହେଉଛି ଝିଅ। ମୋର 7ଟା ଝିଅ ଆଜ୍ଞା। ମୁଁ ଜାଣିଥାନ୍ତି ଏ 4 ପୁଅ ମତେ ପଚାରିବେ ନାହିଁ ଢୋ, କିନ୍ତୁ ସେମାନେ ପଚାରୁଛନ୍ତି କାହିଁକି? ମୋର ହଉଛନ୍ତି 9 ଭାଇ। ଇଏ 9 ଭାଇ ହଉଛି 7 ନମ୍ବର ନା 8 ନମ୍ବର? ମୁଁ 7 ନମ୍ବର। ଆଜି ପର୍ଯ୍ୟନ୍ତ ମୋ ବାପା ବୋଉ ଏମିତି ଆମ ମୁଣ୍ଡରେ କାହିଁ କହିଲେ ଆମ ଭିତରେ ବାଦ ପଡିଯାଏ ବାପାକୁ କିଏ ସବୁଠାରୁ ଭଲ ରଖିଛି। 7-8 ପୁଅ ଝିଅ ଘର ବାପା ଏମିତି ମାସେ ମାସେ 15 ଦିନ ବୁଲୁ ବୁଲୁ ତାଙ୍କର ବର୍ଷ ସରିଯାଏ। କୋଉ ଗୋଟେ ପୁଅ କୋଉ ଗୋଟେ ଝିଅ ତାକୁ ଛାଡନ୍ତିନି। ଆଉ କିଛି ଦିନ ରୁହ, ଆଉ କିଛି ଦିନ ରୁହ, ଗଲାବେଳେ ମୋ ବାପା ଘରେ ଯେତିକି ଧୋତି ଥିବ ମୋ ବାପା ବର୍ଷ ରାତିରେ ବିକୁଛନ୍ତି ଏତିକି ଧୋତି। ଯାହା ଘରକୁ ଗଲା ଧୋତି, ଯାହା ଘରକୁ ଗଲା ଧୋତି ଗଞ୍ଜି ସାର୍ଟ। ଆଉ ଗୋଟେ ମୋ ଘରକୁ ଆସିକି ମୁଁ ପ୍ୟାଣ୍ଟ ସାର୍ଟ ଦେଇ ଦଉଛି। ବୋଉର ଶାଢୀ ଦେଖିବେ କାହିଁକି ତା ତ ଭାଇ ଭଉଣୀ 8-9 ଭାଇ ଭଉଣୀ, ବୁଝିପାରିଲେ ତ? ଆଜି ମୋ ଛୁଆ ଆପଣଙ୍କର ଗୋଟେ ପୁଅ ହାଟକୁ ଗଲେ କହିଲେ ବାପା ନେଇକି ମିଠା ନେଇକି ଯିବା, ଆପଣ ଖାଇବେ ଗୋଟେ ମିଠା, ମୁଁ ଖାଇବି କେତେଟା? 11ଟା। ଇଏ ଜନ୍ମ ହେଲା ପରେ 12ଟା ମିଠା। ମତେ କିଏ କହିଦେଲା 4 ପୁଅ ବଲ୍ଲା ପଟା ଧରିକି ପଳେଇ ଆସି ମୋ ଝିଅକୁ ଚିହ୍ନେ ଦାନ୍ତ ଲଗେଇଦେବେ ମୋ ଝିଅ। ଛୋଟିଆ ଛୁଆ ସାର୍ କହୁଛି ତାକୁ କିଏ ଯୋଉ ଜେଜ ଫେଜ ଅଜା ଫଜା ଗାଁରେ କେମିତି ଅଛନ୍ତି ଛୁଆ କୁହନ୍ତୁ ଶିଖୁଛି ଭାଷା ଫାଷା କହୁଛି ଗୋଡଉଛି ମୁଁ, କିନ୍ତୁ ବଢୁଛନ୍ତି ଛୁଆ ଯୋଉ ବାଟରେ ବଢିବା କଥା ବଢୁଛନ୍ତି। କାରଣ କହିଲେ ନା ସାର୍ ମଣିଷ କୁକୁର କାଉ ଥରେ ଜନ୍ମ ହେଲେ ମାରି ନପାରିବ। ଆଉ 8ମ 9ମ ଶ୍ରେଣୀ ଯାଏ ସରକାର ଭଲ ଭଲ ପ୍ରତିଭା କଲେ ଭଲ ଭଲ ବାଟରେ ଯିବେ, କିନ୍ତୁ ମଙ୍ଗଳ ମୋର ଜମି ମୋର, ପାଞ୍ଚ ରେଡି ପିଟିବା ଲୋକ ରେଡି, ପିଟି ଚାଲ। ଆପଣ ଗୋଟେ ସମାଜ ଭିତରେ ରହିଛନ୍ତି, ସମାଜ ଭିତରେ ମୁଁ ଏଇଠି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଏଇ ଯୋଉ ଅଭିଯୁକ୍ତ ଅଛନ୍ତି ସେ ତାଙ୍କର ଯୁକ୍ତି ଉପସ୍ଥାପନ କଲେ ଏବଂ ଆମେ ମଧ୍ୟ ଆମର ଶୁଣିଲୁ ଏବଂ ଅକାଟ୍ୟ ଯୁକ୍ତି ମଧ୍ୟ ସେଗୁଡାକ ତା ଉପରେ ମାନ୍ୟବର ବିଚାରପତି ଏବେ ତାଙ୍କର ଟିପ୍ପଣୀ ପ୍ରଦାନ କରନ୍ତୁ। ରେଗନ ସେଠି ଆପଣଙ୍କର 11ଟି ଛୁଆ ମୂର୍ଖ ବୁଦ୍ଧିରେ କରିଦେଇଛି ଏବଂ 12ଟି ହବ ବୋଲି ଆପଣ ଗର୍ବ ଅନୁଭବ କରୁଛନ୍ତି। ଆପଣ ଗୋଟେ ସମାଜ ଭିତରେ ରହିଛନ୍ତି, ସମାଜ ଭିତରେ ସାମାଜିକ ପ୍ରାଣୀ ଭଳିଆ କଥାବାର୍ତ୍ତା କରନ୍ତୁ। ଆପଣ ଯୋଉଟା 12-14 ଜନ୍ମ କରୁଛନ୍ତି ସେମାନେ ଅସାମାଜିକ ଆପଣ ବାହାଦୁରୀ ଦେଖାଉଛନ୍ତି ଆପଣଙ୍କର ଅଧିକା ପିଲା ବୋଲି, ଅଦ୍ଭୁତ ଯୁକ୍ତି ସବୁ କରୁଛନ୍ତି। ବର୍ତ୍ତମାନ ସରକାର କଣ କହୁଛନ୍ତି 1 ବା 2ଟି ସନ୍ତାନ କରନ୍ତୁ। ଭୁଲ କହୁଛନ୍ତି ସେଇଟା ଆପଣ ବଦଳାନ୍ତୁ।
ସେଟା ଭୁଲ କହୁଛନ୍ତି ଆପଣ ଯଦି କଣ- କହୁଛନ୍ତି ସମସ୍ତଙ୍କୁ କୁହନ୍ତୁ ସେଟା ବି କୁହନ୍ତୁ ଆପଣ କଣ ପାଠ ପଢିଛନ୍ତି ମୁଁ ଜାଣିନି ମୁଁ ସାର୍ ଆପଣ ପଢିନାହିଁ, ଯଦି ଶିକ୍ଷକ ବୁଝି। ଶିକ୍ଷିତ ହେଇଥାନ୍ତେ ଏଇଭଳି ଅବିବେକୀ କାମ କରିନଥାନ୍ତେ ଆପଣ ଶ୍ୱଶୁରଙ୍କୁ କଥା ଦେଇଥିଲେ ବୋଲି ଆପଣ ଏଇଭଳି ଅବିବେକୀ କାମ କରିଚାଲିଲେ ଖୁବ୍ ଦୁଃଖର କଥା ଏଇଟା। ସାର୍ ବହୁତ ପଏଣ୍ଟ ରହିଲା ସାର୍ ଜନ୍ମର ବର୍ତ୍ତମାନ ପିଲାମାନଙ୍କୁ ଆପଣ ଠିକ୍ ଖାଇବାକୁ ଦେଇପାରୁନଥିବେ, ଠିକ୍ ଶିକ୍ଷା ବି ଦେଇପାରିବେନି, ପିନ୍ଧିବାକୁ ଦେଇପାରିବେନି, ଏସବୁ ଅସୁବିଧା ନିଶ୍ଚୟ ହେବ ଆପଣ ନ ମାନିଲେ ମଧ୍ୟ। ଆଜ୍ଞା ତା ଛଡ଼ା ଏମାନଙ୍କ ଭବିଷ୍ୟତ କଥା ଆପଣ କିଛି ଚିନ୍ତା କରୁନାହାନ୍ତି ଏବଂ ଅଧିକ ପିଲା କରିଛନ୍ତି ବୋଲି ଆପଣ ଯୋଉ ଗର୍ବ ଅନୁଭବ କରୁଛନ୍ତି ସେ ଯୁକ୍ତିଟା ଅଦାଲତ ଗ୍ରହଣ କରିପାରୁନାହାନ୍ତି କାରଣ ଏହାର କୁପ୍ରଭାବ ସମାଜ ଉପରେ ପଡ଼ିବ। ଆପଣ ବିଭ୍ରାନ୍ତ କରୁଛନ୍ତି ଜନସାଧାରଣଙ୍କୁ। ତେଣୁ ସମସ୍ତଙ୍କ ଅନୁରୋଧ ସରକାରଙ୍କ ସହ ସହଯୋଗ କରନ୍ତୁ, ନିଜେ ସଚେତନ ହୁଅନ୍ତୁ ଏବଂ ଜନସଂଖ୍ୟା କେମିତି ବୃଦ୍ଧି ରୋକିବା ଆମେ ସେଥିପାଇଁ ପଦକ୍ଷେପ ନିଅନ୍ତୁ। ଏହି ପରାମର୍ଶ ସହିତ କରଙ୍ଗ ଅଦାଲତର କାର୍ଯ୍ୟ ଆଜି ଏଇଠି ରଖାଗଲା।